କୁନି କୁନି ପିଲାମାନେ ଆଜିର ଗପ ଆରମ୍ଭ କରିବା। ଠିକ୍ ଅଛି, ଆଜି ଗୋଟେ ବଢ଼ିଆ ଗପ କହିବି, ମନ ଦେଇକି ଶୁଣିବ। ତ ଆଗ କାଳରେ କ'ଣ ହୁଏ ନା, ସବୁଠି ରାଜାମାନେ ଥାଆନ୍ତି। ଯେକୌଣସି ଗୋଟେ ରାଜ୍ୟ ଅଛି ମାନେ ତାର ରାଜା ଥିବେ। ସେ ରାଜା ହିଁ ସବୁ କିଛି ରାଜ୍ୟ ବିଷୟରେ ହାନି ଲାଭ ଭଲ ମନ୍ଦ ବୁଝିବେ। ତ ଏହା ଦ୍ୱାରା କ'ଣ ହୁଏ ନା, ଯୋଉଠି ଯୋଉଠି ସବୁ ଭଲ ରାଜା ପଡ଼ନ୍ତି, ଯେମିତି ରାଜା ହରିଶ୍ଚନ୍ଦ୍ର, ରାଜା ରାମଚନ୍ଦ୍ର, ଏଇମାନେ ସବୁ ଭଲ ରାଜା ଥିଲେ। ତ ସେମାନଙ୍କ ପ୍ରଜାମାନଙ୍କୁ ସେମାନେ ବହୁତ ଖୁସିରେ ରଖନ୍ତି। କିନ୍ତୁ ଯୋଉଠି ଯୋଉଠି ମୂର୍ଖ ରାଜା କିମ୍ବା ଦୁଷ୍ଟ ରାଜା କି ଦୁଷ୍ଟ ବ୍ୟକ୍ତି ଜଣେ ରାଜା ହେଇଥିବେ, ସେଠି ପ୍ରଜାମାନେ ବହୁତ ଅବସ୍ଥା ହୁଅନ୍ତି। ତ ସେଇଭଳିଆ ଗୋଟିଏ ରାଜ୍ୟ ଥିଲା, ଯୋଉ ରାଜ୍ୟରେ କି ଜଣେ ରାଜା ଥିଲେ ଯିଏକି ଟିକେ ମୂର୍ଖ ଥିଲେ। ତ ସିଏ ଠିକ୍ ଠାକ୍ ଚଲେଇ ପାରୁନଥିଲେ। ତାଙ୍କର ଜଣେ ମନ୍ତ୍ରୀ ଥିଲେ। ସେ ମନ୍ତ୍ରୀ ଜଣକ ଯାହା ଯେମିତି ଲୋକଙ୍କୁ କଥା ବୁଝାବୁଝି କରିକି ସବୁ ଚାଲିଥିଲା ଠିକ୍ ଠାକ୍। ହେଲେ ଏଇ ରାଜା ବଡ଼ ଉଦ୍ଭଟ କଥା କରନ୍ତି। ବେଳେବେଳେ ତାଙ୍କ ମନକୁ ଯାହା ଆସିବ ସେ ଗୋଟିଏ ସେମିତିଆ ଅର୍ଡ଼ରଟେ କରିବେ, ରାଜ୍ୟ ସାରା ସମସ୍ତଙ୍କୁ ଲାଗୁ। କହିଲେ ପ୍ରଜାମାନେ ବହୁତ ଅସୁବିଧାରେ ପଡ଼ନ୍ତି। ତ ଥରେ କ'ଣ ହେଇଛି ନା, ରାଜା ବାହାରିଲେ ବୁଲିବା ପାଇଁ। ଯେତେବେଳେ ରାଜ୍ୟ ଭିତରେ ବୁଲି ବୁଲି ଯାଉଛନ୍ତି, ବୁଲାବୁଲି ସରିକି ଅଧା ରାସ୍ତା ହେଇଛନ୍ତି, ସେ ଦେଖିଲେ ଯେ ଧୂଳି ମଳି ସବୁ ଭର୍ତ୍ତି ହେଇକି ଗୋଡ଼ ଗୁଡ଼ା ତାଙ୍କର ଧୂଳି ଧୂସରିଆ ହେଇଗଲାଣି। ତ ସିଏ କ'ଣ କଲେ ନା, ବିରକ୍ତ ହେଇକି ପଳେଇ ଆସିଲେ ପାଲିଙ୍କି। ରାଜା ଯିବା ପାଇଁ ସବୁ ପାଲିଙ୍କି ଥାଏ, ପାଲିଙ୍କିରେ ବସିକି ଯାଆନ୍ତି, ନହେଲେ ତ ଘୋଡ଼ା ଉପରେ ବସିକି ଯାଆନ୍ତି ସବୁ। ମନ୍ତ୍ରୀ ମହାଶୟ ଆସିକି ପଚାରିଲେ, କ'ଣ ହେଲା ମହାରାଜ, ଫେରି ଆସିଲେ କାହିଁକି? ନା କିଛି ନାହିଁ, ଚାଲ ଚୁପଚାପ ଦରବାରକୁ ଚାଲ, ମୋର ଆଉ ଏଠି ବୁଲିବାର ନାହିଁ। ମନ୍ତ୍ରୀ କିଛି ବୁଝିପାରିଲେନି, କ'ଣ ହେଲା, ରାଜା ତ ଯାଉଥିଲେ, କ'ଣ ପାଇଁ ଫେରି ଆସିଲେ? ଯାହା ବି ହଉ ଫେରି ଆସିଲେ। ନଅରକୁ ଆସିଲା ପରେ ରାଜା ତାଙ୍କର ମନେ ମନେ କ'ଣ ଗୋଟେ ଚିନ୍ତା କଲେ ରାତି ସାରା ବସିକି। ମନ୍ତ୍ରୀ କାହାକୁ କିଛି କହିଲେନି। ସକାଳ ହେଲା ପରେ ଡାକିଲେ କଟୁଆଳକୁ, କହିଲେ କଟୁଆଳ, ମୁଁ ଗୋଟେ ଅର୍ଡ଼ର କରୁଛି, ଆଜି ରାଜ୍ୟ ମୋ ଦରବାରରୁ ଆରମ୍ଭ କରି ଟୋଟାଲ ରାଜ୍ୟ ସାରା ଯୁଆଡ଼େ ଯୁଆଡ଼େ ରାସ୍ତା ଅଛି ସବୁଆଡ଼େ ଗୋଟେ ଗୋଟେ ଏଇ ଯୋଉ କ'ଣ ଯୋଉ ପକାନ୍ତି ମଖମଲ କପଡ଼ା ପକେଇଦବ, ସବୁ ଚାଲିକି ଯିବା ପାଇଁ ସବୁ। କଟୁଆଳ କହିଲେ, ହଁ ଆଜ୍ଞା ଠିକ୍ ଅଛି, ଯେ କ'ଣ ପାଇଁ? ନା କ'ଣ ପାଇଁ ନାହିଁ, ମୁଁ କହିଲି ମାନେ ପକେଇଦବ ସବୁଆଡ଼େ। କଟୁଆଳ ବିଚାରା ଡରି ମାରିକି ଆସିଲେ। ଆସିକି ମନ୍ତ୍ରୀଙ୍କୁ କହିଲେ, ମନ୍ତ୍ରୀ ମହାଶୟ, ଇଏ କ'ଣ ରାଜା କ'ଣ କହିଲେଣି ସମଗ୍ର ରାଜ୍ୟଟାକୁ ରାସ୍ତା ଯାକ ପକେଇବା ପାଇଁ କପଡ଼ା, କେତେ ଟଙ୍କା ଖର୍ଚ୍ଚ ହେବ, କ'ଣ ପାଇଁ ଏସବୁ କରାହେବ, ମୁଁ କିଛି ବୁଝିପାରୁନି, କେଉଁଠୁ ଆସିବ? ମନ୍ତ୍ରୀ କହିଲେ, ଆରେ ରୁହ, ତମେ କିଛି କରନି ଖର୍ଚ୍ଚ, ମୁଁ ଟିକେ ରାଜାଙ୍କୁ ବୁଝି ସାରେ ତାପରେ କହିବି ତମକୁ। କହିକି ମନ୍ତ୍ରୀ ଚାଲିଲେ। ମନ୍ତ୍ରୀ ଯାଇକି ବହୁତ ବାଗେଇ ଛାଗେଇ ଧୀରେ ସୁସ୍ଥେ ରାଜାଙ୍କ ସହିତ କଥା ହେଇ ହେଇ ପଚାରିଲେ, ରାଜା ମହାରାଜ କ'ଣ ହେଇଛି, ମନ କାହିଁ ଦୁଃଖ ଆପଣଙ୍କର? ସବୁ ପଚାରି ରାଜା କହିଲେ, ଯେ ବୁଝିଲ ମହାମନ୍ତ୍ରୀ, ମୁଁ ସେଦିନ ଯାଇଥିଲି ବୁଲିବାକୁ, ସେ ରାସ୍ତାରେ ଏତେ ଧୂଳି, ମୋ ଗୋଡ଼ଗୁଡ଼ା ସବୁ ଧୂଳିଆ ହେଇଗଲା। ମୁଁ ଯଦି ରାଜା ହେଇକି ଯାଇପାରିବିନି, ଧୂଳିଆ ହେଇଯିବ ମୋ ଗୋଡ଼, ତାହେଲେ ଲାଭ କ'ଣ ରାଜ୍ୟକୁ? ତେଣୁ ସବୁଆଡ଼େ ପକେଇ ଦିଅ ମଖମଲ କପଡ଼ା, ମୁଁ କପଡ଼ା ଉପରେ ଚାଲି ଚାଲିଯିବି, ଧୂଳି ଆଉ ଉଡ଼ିବନି। ମନ୍ତ୍ରୀ କହିଲେ, ଏଇ କଥାକୁ ଆପଣ ଇଏ କରୁଛନ୍ତି, ଠିକ୍ ଅଛି, ମୁଁ ଆପଣଙ୍କ ପାଇଁ ବଡ଼ ସୁବିଧା ପ୍ଲାନ୍ଟେ କରିଦେବି, କିଛି ଆପଣଙ୍କ ଗୋଡ଼ରେ ଧୂଳି ଲାଗିବନି। ନା କ'ଣ? ମନ୍ତ୍ରୀ ସାଙ୍ଗେ ସାଙ୍ଗେ ଗଲେ, ଯାଇକି ଭଲ ମଖମଲ କପଡ଼ାରେ ବନେଇକି ହଳେ ଜୋତା ରାଜାଙ୍କ ପାଇଁ ଆଣିଦେଲେ। ରାଜା ତ ମୂର୍ଖ, ଜୋତାଟି ପିନ୍ଧିଦେଲେ, ପିନ୍ଧି ଦେଇକି ବାହାରକୁ ଗଲେ। ବାହାରକୁ ଯାଇକି କିଛି ରାସ୍ତା ବୁଲି ବାରିକି ଆସିଲେ। ଆସିକି ଜୋତା ଖୋଲିକି ଦେଖିଲେ ଗୋଡ଼ ଜମା ମଇଳା ହେଇନି। ଓଃ, ରାଜା ପୁରା ଖୁସି ହେଇଗଲେ। ମନ୍ତ୍ରୀଙ୍କୁ କହିଲେ, ମହାମନ୍ତ୍ରୀ, ତମେ ତ ବହୁତ ଭଲ କାମଟେ କରିଛ। ତାଙ୍କୁ ପୁରସ୍କାର ଦେଇକି ବିଦା କଲେ। ମନ୍ତ୍ରୀ ପଳେଇଲେ, କଟୁଆଳ ବି ଖୁସ୍, ସମସ୍ତେ ଖୁସ୍। ପୁଣି କିଛି ଦିନ ଗଲା। ରାଜା ନିଜର ଜାମା ଯୋଡ଼ ହୋଇ ଗୋଟେ ଜୋତା ପିନ୍ଧି ବାହାରକୁ ଚାଲିଲେ ପୁଣି ବୁଲିବାକୁ। ଗଲାବେଳେ ଦେଖିଲେ ଗୋଟେ ଡାମରା କାଉ ଦଳେ ଖାଲି କା କା ହଉଛନ୍ତି। ଯୁଆଡ଼େ ଗଲେ କା ରାଜ୍ୟ ସାରା ତମେ ତ ଜାଣିଛ ପିଲାମାନେ, କାଉ ସବୁଆଡ଼େ ଥାଆନ୍ତି, ଯୁଆଡ଼େ ଗଲେ ବି କାଉ ଦେଖିପାରିବ। ତ ପୁଣି ବିରକ୍ତ ହେଇ ରାଜା ଫେରି ଆସିଲେ। ଆସିକି କହିଲେ, ଏ ମହାମନ୍ତ୍ରୀ, ଗୋଟେ କାମ କର, କାଲିକି ସବୁ ଶିକାରୀମାନଙ୍କୁ ପଠେଇ ଦିଅ, ରାଜ୍ୟ ସାରା ଯେତେ କାଉ ଅଛନ୍ତି ସବୁ ଯାକ ମାରିଦେବେ, ଗୋଟିଏ କାଉ ଯେମିତି ରାଜ୍ୟରେ ମୁଁ ନ ଦେଖେ। ମନ୍ତ୍ରୀ ଆଶ୍ଚର୍ଯ୍ୟ ପୁଣି, ଆରେ ଫେର କ'ଣ ହେଲା? କାଉ ଗୁଡ଼ାକ କେମିତି ମାରିଦେବ? କେଉଁ କାଉ କୁଆଡ଼େ କେଉଁ ରାଜ୍ୟରୁ ଏଠି ଉଡ଼ି ଆସୁଥିବେ। ଯେତେ କହିଲେ ରାଜା ଶୁଣିଲେନି। ମନ୍ତ୍ରୀ କହିଲେ, ହଉ କିଛି ସମୟ ଯାଉ, ଟିକେ ରାଜାଙ୍କ ମୁଣ୍ଡ ଥଣ୍ଡା ହଉ। ପୁଣି ଟିକେ ସନ୍ଧ୍ୟା ହେଲା। ରାଜା ଗାର୍ଡେନ ଭିତରେ ବୁଲାବୁଲି କରି ଥଣ୍ଡା ମୁଡ଼ରେ ବସିଛନ୍ତି। ପଚାରିଲେ ମନ୍ତ୍ରୀ, ମହାରାଜ, କ'ଣ ହେଇଛି ଆକ୍ଚୁଆଲି କୁହନ୍ତୁ, କ'ଣ ପାଇଁ ଏମିତି ଅସୁବିଧା ହେଇଛି? ରାଜା କହିଲେ, ଆରେ ଯୁଆଡ଼େ ଗଲେ ଖାଲି କା ହେଇକି ମୋ କାନ ଖରାପ କରିଦେଉଛନ୍ତି।
ମନ୍ତ୍ରୀ କହିଲେ ଆଚ୍ଛା ଏଇ କଥା, ଠିକ୍ ଅଛି ମହାରାଜ, ମୁଁ ଗୋଟେ ପ୍ଲାନ୍ କରିବି ଯୋଉଥିରେ କି କାଉ ମାରିବାକୁ ପଡ଼ିବନି, ଆପଣଙ୍କ କାମ ହେଇଯିବ। ନା କ'ଣ? ନା ଗଲେ ଯାଇକି ଗୋଟେ ଦରଜିକି କହିଲେ ଗୋଟେ ବଡ଼ ଟୋପି ସିଲା ଯେମିତି କାନ ଫାନ ସବୁ ଘୋଡ଼େଇ ହେଇକି ରହିବ। ଆଉ ସେ କାନ ପାଖାପାଖି ରାଜାଙ୍କର ମାପ ନେଇକି କାନ ପାଖାପାଖି 2 ବିଣ୍ଡା ତୁଳା 2ଟା ସେଟିଂରେ ସିଲେଇ ଦେଲେ। ଯେମିତି ରାଜା କ୍ୟାପ୍ଟା ପିନ୍ଧିଲା ମାନେ ସେ ତୁଳା 2ଟି କାନ ଉପରେ ରହିବ, ଏପଟ କାନରେ ସେପଟ କାନରେ। ଆଣିକି ରାଜାଙ୍କୁ ଦେଲେ। ମହାରାଜ ଏଇ ଜିନିଷଟି ଆପଣ ଟ୍ରାଏ କରନ୍ତୁ, ଟ୍ରାଏ କରିକି ଯାଆନ୍ତୁ, ଦେଖିବା କାଉର ଆବାଜ ଶୁଣାଉଛି କି। ରାଜା ତାଙ୍କର ପିନ୍ଧିଦେଲେ। ତୁଳା 2ଟା 2 କାନରେ ପଶିଗଲା। ପଶିଗଲା ପରେ ଚାଲିଲେ ବୁଲିବାକୁ ବାହାରକୁ। ଦେଖିଲେ ସତକୁ ସତ କାଉ ଗୁଡ଼ାକ କା କା ଦେଖାଯାଉଛି ସିନା କାହିଁ ଶୁଣାଯାଉନି। ରାଜା କହିଲେ ଆରେ ହଁ ମନ୍ତ୍ରୀ ତ ବଢ଼ିଆ ଜ୍ଞାନୀ ଆଉ, ବଢ଼ିଆ ପ୍ଲାନ୍ ସବୁ କରୁଛି ଆଉ। ପୁଣି ଆସିକି ମନ୍ତ୍ରୀକି ଗୁଡ଼ାଏ ସବୁ ଉପହାର ଦେଇଦେଲେ। ମହାମନ୍ତ୍ରୀ ବଢ଼ିଆ କାମ କଲେ ବୋଲି। ତ ଏଇ ଭିତରେ ମନ୍ତ୍ରୀ ବି ମନେ ମନେ ଭାବିଲେ ଏ ବୋକା ରାଜାକୁ ଯାହା ଯେମିତି ପାରିବି ମୁଁ ଲୁଟି ନିଏ ସବୁ କହିକି ଚାଲିଲେ। ଏ ଭିତରେ ରାଜାଙ୍କର ମନରେ ପୁଣି ଗୋଟେ ସଉକ ଉଠିଲା ଯେ ଗୋଟେ ଏମିତିଆ ମୁଁ ଡ୍ରେସ୍ ପିନ୍ଧିବି, ପୋଷାକ ପିନ୍ଧିବି ଯୋଉଟାକି କୋଉ ରାଜ୍ୟରେ ବି କେହି କେବେ ଦେଖିନଥିବେ କି ଜାଣିନଥିବେ। ସିଏ ଡାକିଲେ ମନ୍ତ୍ରୀଙ୍କୁ, କହିଲେ ମହାମନ୍ତ୍ରୀ ତମେ ତ ବହୁତ ସବୁ ଅସୁବିଧାକୁ ଦୂର କରିପାରୁଛ, ମୋ ପାଇଁ ଗୋଟେ ଏମିତି ପୋଷାକ ତିଆରି କର ଯୋଉଟାକି ଆଗରୁ କୋଉ ରାଜା କେବେ ଦେଖିନଥିବେ କି ଶୁଣିନଥିବେ, ଏମିତିଆ ଭଲ ସୁନ୍ଦର ଡ୍ରେସ୍ଟେ କର। ମନ୍ତ୍ରୀ ଭାବିଲେ ଏଇ ରାଜା ତ ମୂର୍ଖ, ୟାକୁ ଏଇ ମାଡ଼ରେ କିଛିଟା ପଇସା ଆଦାୟ କରିଦେବି। ମନ୍ତ୍ରୀ କହିଲେ ହଉ ମହାରାଜ, ମୁଁ ଜାଣିଛି 2ଟା ଦରଜିଙ୍କୁ, ସେମାନେ ଆସିବେ, ଆପଣ ବି ସିଲେଇ କରିବେ। କହିଲେ ଗଲା ଯାଇକି ମନ୍ତ୍ରୀ ଖୋଜିଲେ ଦରଜିମାନଙ୍କୁ। ଯେତେ ଦରଜିକି ପଚାରିଲେ ଦରଜିମାନେ ମନା କଲେ। କହିଲେ ନା ନା ରାଜା ଦେଖିନଥିବେ ଏଇଭଳିଆ ଡ୍ରେସ୍ କୋଉଠି ଅଛି, ସେଇ କଥା ହେଇପାରିବନି, ରାଜା ରାଗିକି ଦଣ୍ଡ ଦେଇଦେବେ ଆମକୁ। ମନ୍ତ୍ରୀ ବହୁତ ରାସ୍ତା ବୁଲିଲା ପରେ ଆସିକି ରାଜାଙ୍କୁ କହିଲେ ମହାରାଜ ସବୁ ଦରଜି ମନା କରୁଛନ୍ତି। ରାଜା ତ ମୂର୍ଖ, ରାଗିଗଲେ। କହିଲେ ଏଇ 24 ଘଣ୍ଟା ଭିତରେ ଯଦି ଦରଜି କିଏ ଆସିକି ମୋର ସିଲେଇ ନ କରିଛି, ମୁଁ ତମ ସବୁ ପାରିଷଦମାନଙ୍କୁ ମାନେ ମନ୍ତ୍ରୀ, କୋଟଳ, ସେନାପତି ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦେବି। ପୁଣି ଚାହିଁଲେ ମନ୍ତ୍ରୀ, ସେନାପତି, କୋଟଳ ସମସ୍ତଙ୍କୁ କହିଲେ। ସମସ୍ତେ ଚାରିଆଡ଼େ ବୁଲିଲେ। ବୁଲୁ ବୁଲୁ ଏ ଭିତରେ କ'ଣ ହେଇଛି ନା ସେନାପତିଙ୍କର ଜଣେ ପୁତୁରା ଭାଇ ହେବେ, ସିଏ କ'ଣ କରିଛନ୍ତି, ସେ ଭାରି ଚାଲାକ ଲୋକ। ସିଏ କହିଲେ ସେନାପତିଙ୍କୁ କହିଲେ କିଛି ଅସୁବିଧା ନାହିଁ, ମୁଁ ବନେଇଦେବି, ବଢ଼ିଆ ଡ୍ରେସ୍ ବନେଇବି ଯେମିତି କେହି ଆଗରୁ କେବେ ଦେଖିନଥିବେ। କହିଲେ ତାଙ୍କୁ ନେଇକି ଆସିଲେ। ଆସିବାରୁ ସିଏ କହିଲେ ମହାରାଜ ସେଟା ବନେଇଦେବି ଯେ ବହୁତ ଖର୍ଚ୍ଚ ହେବ ପଇସା ତା ଦେହରେ। ମହାରାଜ କହିଲେ ପଇସା କେତେ ଖର୍ଚ୍ଚ ହେବ? ନା ଲକ୍ଷାଧିକ ସ୍ୱର୍ଣ୍ଣ ମୁଦ୍ରା ଖର୍ଚ୍ଚ ହେବ। ମହାରାଜ କହିଲେ କିଛି ଅସୁବିଧା ନାହିଁ, ଏବେ ଆଡ଼ଭାନ୍ସ ଆକାରରେ ଅଗ୍ରିମ ଆକାରରେ 10,000 ସ୍ୱର୍ଣ୍ଣ ମୁଦ୍ରା ଦେଇ ପଠେଇଦେଲେ। କ'ଣ ହେଇଛି ନା ମନ୍ତ୍ରୀ ଦରଜି 2 ଜଣ ପଳେଇଲେ। ଆଜି ଯାଇ ଆରାମସେ ସେ ତ ଖାଇ ପିଇକି ସବୁ ଗୁଣ୍ଡଗିରି ଉଡ଼େଇଲେ। ଏଇ ଭିତରେ 10-15 ଦିନ ପଳେଇଲା। ରାଜା ଖବର ପଠେଇଲେ ପୋଷାକ ତିଆରି ହେଲାଣି କି। ଦରଜି 2 ଜଣ ଯାଇକି ଦେଖିଲେ। ଆସିକି କହିଲେ ଯେ ନା ନା ଆହୁରି ଲାଗିବ ଗୋଟେ 15 ଦିନ ଖଣ୍ଡେ, ଆଉ କିଛିଟା ପଇସା ଦରକାର। ପୁଣି ରାଜା କିଛି ସ୍ୱର୍ଣ୍ଣ ମୁଦ୍ରା ଦେଇଦେଲେ। ଚାଲିଲେ ସେ ଦରଜି, ସେ ପଇସା ନେଇକି ସବୁ ଖର୍ଚ୍ଚ କରି ଗୁଣ୍ଡଗିରି ଉଡ଼େଇଲେ। ଏମିତି ହେଇ ମାସେ ସରିଗଲା। ମାସେ ପରେ ରାଜା ମନ୍ତ୍ରୀକି ପଠେଇଲେ। କହିଲେ ମନ୍ତ୍ରୀ ତମେ ଚାଲିଲ ଟିକେ ଦେଖିକି ଆସିବା କ'ଣ ସେମାନେ କରୁଛନ୍ତି, ପୋଷାକ କେମିତି ତିଆରି କରୁଛନ୍ତି କ'ଣ। ମାସେ ଲାଗିଲାନି ଗୋଟେ ଡ୍ରେସ୍ ବନେଇବା ପାଇଁ। କହିଲେ ଗଲେ 2 ଜଣ ଯାକ। ଗଲେ ଦୂରରୁ ସେ ଯେତେବେଳେ ସେନାପତିର ପୁତୁରା ଯିଏ ଦେଖିଦେଲେ ରାଜା ଆସିଲେଣି, ସେ କ'ଣ କଲେ, ସେ ଯେଉଁ ସିଲେଇ ମେସିନ୍ ଆଗରୁ ସବୁ କଣ୍ଡା ଥିଲା, ମାନେ କାଠରେ ସବୁ ମେସିନ୍ ତିଆରି ହେଉଥିଲା, ସେଇଭଳିଆ ଗୋଟେ ମେସିନ୍ଟା ପାଖରେ ବସିକି ଖାଲି ମେସିନ୍ଟାକୁ ଖଟ୍ ଖାଟ୍ ଠକ୍ ଠାକ୍ ଖଟ୍ ଖାଟ୍ କରି ଚଲାଉଛନ୍ତି। ରାଜା ମନ୍ତ୍ରୀ ଦୁହେଁ ଯାଇକି ଦେଖିଲେ, ଆରେ କ'ଣ ହେଇଛି, ଏଠି ତ କିଛି ନାହିଁ, କ'ଣ ଖାଲି ମେସିନ୍ଟା କ'ଣ। ରାଜା ପଚାରିଲେ ଦରଜି ମହାଶୟ କ'ଣ ସିଲେଇ କରୁଛନ୍ତି? ଦରଜି କହିଲେ ମହାରାଜ ଆପଣଙ୍କ ପାଇଁ ପୁରା ଡ୍ରେସ୍ ସିଲେଇ କରୁଛି। ନା କି ଡ୍ରେସ୍? ନା ଇଏ ଏମିତି ସେମିତି ଡ୍ରେସ୍ ନୁହଁ, ଏଇ ଦେଖନ୍ତୁ ଏଠି ସୁନା ଜରି ପଡ଼ିଛି, ଏଇ ଦେଖନ୍ତୁ ଏଠି ସବୁ ରୂପାର ତାରକସି କାମ ହେଇଛି। ଏ ଡ୍ରେସ୍ର ମହତ୍ଵ ହେଲା ଯେ ୟାକୁ କେବଳ ଜ୍ଞାନୀ ଗୁଣୀ ଲୋକମାନେ ଆଖିକି ଏଇଟା ଦେଖାଯିବ, ମୂର୍ଖମାନଙ୍କ ଆଖିକି ଏ ଡ୍ରେସ୍ ଦେଖାଯିବନି। କହିଲେ ରାଜା ଚାହିଁଲେ ଟିକେ ମନ୍ତ୍ରୀ ଆଡ଼େ, ସେ ଜାଗାକୁ ଚାହିଁଲେ, ସେଠି ତ କିଛି ଦେଖାଯାଉନି। ରାଜା ମନେ ମନେ ଭାବିଲେ ବୋଧେ ମୁଁ ଟିକେ ମୂର୍ଖ ଅଛି, ସେଇଥିପାଇଁ ମୋତେ ଦେଖାଯାଉନି। ଆଉ ଯଦି କହିଦେବି ଯେ ମୋତେ ଦେଖାଯାଉନି ସମସ୍ତେ ଜାଣିଦେବେ ମୂର୍ଖ, ତେଣୁ ସେ ଆଉ କିଛି କହିଲେନି। ମନ୍ତ୍ରୀ ବି ସେଇଭଳିଆ ଭାବିଲେ ଯଦି ମୁଁ କହିଦେବି ଯେ ମୋତେ ଦେଖାଯାଉନି, ରାଜା କହିବେ ଶଳା ମୂର୍ଖ ମନ୍ତ୍ରୀଟା। ତେଣୁ ମନ୍ତ୍ରୀ ବି କିଛି କହିଲେନି। ବାଃ ବଢ଼ିଆ ସିଲେଇ ଚାଲିଛି, କିଛି ଅସୁବିଧା ନାହିଁ,
କହିକି ଫେରି ଆସିଲେ। ପୁଣି 2 ଦିନ ଯାଇଛି କି ନାହିଁ, ଦରଜି ଆସିକି କହିଲା ମହାରାଜ ସବୁ କାମ ହେଇଗଲା, କେବଳ ଫାଇନାଲ କାମ ବାକି ଅଛି, ଆଉ ଗୋଟେ 50,000 ସ୍ୱର୍ଣ୍ଣ ମୁଦ୍ରା ଦିଅନ୍ତୁ, ମୁଁ ତାକୁ ସାରିଦେବି କାମ। ରାଜା ଦେଇଦେଲେ। ଦେଇକି ଶେଷ ଦିନକୁ 2-4 ଦିନ ପରେ ଯେତେବେଳେ ଡ୍ରେସ୍ ହେଇଗଲା ବୋଲି ଶୁଣିଲେ, ରାଜା କହିଲେ ନେଇକି ଆସ ମୁଁ ପିନ୍ଧିବି କହିଲେ। ଦରଜି ଜଣଙ୍କୁ ନେଇକି ଗଲେ ଡ୍ରେସ୍, ନେଇକି ଗଲେ ସୁନାର ଗୋଟେ ବିରାଟ ଥାଳିରେ, ଆଉ ଗୋଟେ ସୁନାର ଡ୍ରେସ୍ ଥାଳି ଘୋଡ଼ା ହେଇଛି, ନେଇକି ଗଲେ ଡ୍ରେସ୍। ସମସ୍ତେ ଦରବାର ଉତ୍ସୁକ ଯେ ରାଜା କ'ଣ ପିନ୍ଧୁଛନ୍ତି ଦେଖିବା ବୋଲି। ରାଜାଙ୍କର ଯିଏ ପାଟ ଦରଜି ଯିଏ ଥିଲା ଆଗରୁ, ଯିଏ ରାଜାଙ୍କର ସବୁ ପୋଷାକ ସିଲେଇ କରି, ସିଏ ବି ଆସିଛି ଦେଖିବାକୁ କୋଉ ଭଳିଆ ଡ୍ରେସ୍। ଯେମିତି ତାଙ୍କୁ କୁହାହେଲା ଯେ ଏଇଭଳିଆ ଗୋଟେ ଡ୍ରେସ୍ ସିଲେଇ ହେଇଛି ଯିଏକି କେବଳ ଜ୍ଞାନୀମାନଙ୍କୁ ଦେଖାଯିବ, ମୂର୍ଖମାନଙ୍କୁ ଦେଖାଯିବନି। ସେ ଦରଜି କ'ଣ କଲା, ଖୋଲି ଦେଇକି ଦେଖିଲା ଥାଳିରେ ତ କିଛି ନାହିଁ। ସେ ଦରଜି ନିଜେ ଭାବିଲା ମୁଁ ବୋଧେ ମୂର୍ଖ ଆଉ, ତେଣୁ ମୋତେ କିଛି ଦେଖାଯାଉନି ଆଉ। ତେଣୁ ସିଏ ପ୍ଲାନ୍ କରି କହିଲା ମହାରାଜ, ଯେହେତୁ ସେ ଦରଜି ମହାଶୟ ଏଇଟାକୁ ସିଲେଇଛନ୍ତି, ସିଏ ହିଁ ଏଇଟାକୁ ଠିକ୍ ଠାକ୍ରେ ପିନ୍ଧେଇ ପାରିବେ। ଆଉ ଆମେ ପିନ୍ଧେଇବୁ କୁଆଡ଼େ କ'ଣ ଚିରି ଚାରିଯିବ, କ'ଣ ହେବ କହିଲେ, ବେକାର ଅସୁବିଧା ହେବ। ରାଜାଙ୍କ ମନକୁ କଥାଟା ପାଇଲା, କହିଲେ ଠିକ୍ ଅଛି ଡାକ। ପୁଣି ସେଇ ଦରଜି ଡକା ହେଲା ଯିଏ ସିଲେଇ କରିଥିଲା। ସିଏ ଆସିକି ଅନ୍ତପୁରକୁ ଗଲା। ଅନ୍ତପୁର ମାନେ ଦରବାରର ଭିତରେ, ରାଜା ଯୋଉଠି ରହନ୍ତି, ବେଡରୁମ୍। ସେଠିକି ଗଲା। ରାଜାଙ୍କୁ କହିଲେ, ଆରେ ମହାରାଜ ଆପଣ ପୋଷାକ ଖୋଲନ୍ତୁ। ମହାରାଜ ସବୁ ପୋଷାକ ଖୋଲିଲେ, ଉପର ପୋଷାକ ତଳ ପୋଷାକ ସବୁ ଖୋଲିଲେ, କେବଳ ଚଡ଼ି ଖଣ୍ଡେ ପିନ୍ଧିକି ଅଛନ୍ତି ମହାରାଜ। ଇଏ କ'ଣ କଲେ, ସୁନା ଥାଳି ଖୋଲା କରିକି ଡ୍ରେସ୍ ରାଜାଙ୍କୁ ପିନ୍ଧେଇବାରେ ଲାଗିଲେ। ରାଜା କିନ୍ତୁ ଦେଖୁଛନ୍ତି ଯେ ଆରେ କିଛି ତ ଡ୍ରେସ୍ କାହିଁ ନାହିଁ, ମୋତେ କିଛି ତ ପିନ୍ଧଉନି, ଇଏ କ'ଣ ପିନ୍ଧିବା କଥା କହୁଛି। ଇଆଡ଼େ ଲାଜରେ କହୁନାହାନ୍ତି ଯେ କାଳେ କହିଦେଲେ ସିଏ କହିବେ ଯେ ରାଜା ମୂର୍ଖ। ତେଣୁ ସିଏ ବି ବଢ଼ିଆ ଲାଗୁଛି କହିକି ଡ୍ରେସ୍ଟା ପିନ୍ଧିଲେ। ପିନ୍ଧି ସାରିଲା ପରେ ଦରବାରକୁ ଚାଲିଲେ। ତରବାରୀ ଖଣ୍ଡେ ଧରିଛନ୍ତି, ତରବାରୀ ମାନେ ଖଣ୍ଡା ଧରିଛନ୍ତି, ମୁକୁଟ ପିନ୍ଧିଛନ୍ତି, କିନ୍ତୁ ଆଉ ଦେହରେ କୌଣସି ପ୍ରକାର ପୋଷାକ ନାହିଁ, ସମ୍ପୂର୍ଣ୍ଣ ନଙ୍ଗଳା ହୋଇ ଚାଲିଛନ୍ତି। ଯାଇକି ଯେତେବେଳେ ଦରବାରରେ ପହଞ୍ଚିଲେ, ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ, ଟୁପୁଟାପ କଥା ହଉଛନ୍ତି। ଆରେ ରାଜା ତ କିଛି ପିନ୍ଧି ନାହାନ୍ତି, ଖାଲି ଚଡ଼ି ଖଣ୍ଡେ ପିନ୍ଧିଛନ୍ତି, କ'ଣ କରିବା। ହେଲେ ଯିଏ କହିବ ସିଏ ମୂର୍ଖ ବୋଲି ଧରା ପଡ଼ିବ, ତେଣୁ କେହି ବି ପାଟି ଖୋଲୁନାହାନ୍ତି। ଏଇ ଭିତରେ ଦରଜି କହିଲା ମହାରାଜ, ଏଠି ତ ଆପଣ ଦରବାରରେ ବସିଲେ, ଆଉ ଟିକେ ରାଜ୍ୟ ସାରା ଟିକେ ବୁଲି ଆସନ୍ତୁ, ଯୋଉଟାକି ସମସ୍ତେ ଜାଣିବେ କେଡ଼େ ସୁନ୍ଦର ଡ୍ରେସ୍ ସିଲା ହେଇଛି। ରାଜାଙ୍କ ମନକୁ କଥାଟା ପାଇଲା, କହିଲେ ହଁ ଠିକ୍, ଚାଲ ସବୁ ମନ୍ତ୍ରୀ ପରିଷଦ ବର୍ଗ ସମସ୍ତେ ମିଶିକି ଚାଲିଗଲେ ରାଜ୍ୟ ଆଡ଼େ ବୁଲିବାକୁ। ରାଜ୍ୟରେ ଯିଏ ଦେଖୁଛି ମୁଣ୍ଡ ତଳକୁ କରିଦେଉଛି, ଆରେ ରାଜାଟା କ'ଣ ଡ୍ରେସ୍ ନ ପିନ୍ଧିକି କ'ଣ ଏମିତି ବୁଲୁଛନ୍ତି, ତା ସାଙ୍ଗରେ ମନ୍ତ୍ରୀ ସେନାପତି ସମସ୍ତେ ଅଛନ୍ତି। ରାଜ୍ୟ ସାରା ଖାଲି ଟୁପୁଟାପ ହଉଛନ୍ତି, ହସାହସି ହଉଛନ୍ତି, ସିନା ରାଜାଙ୍କୁ ଦେଖିକି ଧରିକି ଚୁପ୍ ଅଛନ୍ତି। ଏମିତି କିଛି ବାଟ ଯାଇ ପହଞ୍ଚିଲେ ଗୋଟେ ଛକ ଜାଗାରେ। ସେ ଛକ ଜାଗାରେ କ'ଣ ହେଇଛି ନା, ଗୋଟେ ଛୋଟ ଛୁଆଟେ ଅଛି। ଛୁଆଟା 4-5 ବର୍ଷର ଛୁଆଟେ ହେବ। ସିଏ ଯେତେବେଳେ ଦେଖିଲା ରାଜା ନଙ୍ଗୁ, ବଡ଼ ଲୋକମାନେ ସିନା ରାଜାଙ୍କୁ ଡରିକି କିଛି କହୁନାହାନ୍ତି, ସିଏ ତାଳି ମାରିକି ପାଟି କଲା, ଆମର ଲଙ୍ଗଳା ରାଜା କହିକି ପାଟି କଲା ତାଳି ମାରିକି। ପାଟି ଡେଇଁଲା। ରାଜାଙ୍କୁ ଶକ୍ ଲାଗିଲା। ରାଜା ଭାବିଲେ, ଆରେ ସତ କଥା ତ, ଇଏ ପିଲାଟାକୁ ହେଲେ ଦେଖାଯାଉନି, କ'ଣ ପିଲାଟା ମୂର୍ଖ ବୋଲି ଦେଖାଯାଉନି। କହିକି ମନ୍ତ୍ରୀ ଆଡ଼େ ଚାହିଁଲେ, ମହାମନ୍ତ୍ରୀ ସତ କୁହ, ତମକୁ କ'ଣ କିଛି ଦେଖାଯାଉଛି ନା ମୋତେ ଏମିତି କହୁଛ? ମନ୍ତ୍ରୀ କହିଲେ, ମହାରାଜ ମୋତେ କିଛି ଦେଖାଯାଉନି, ଖାଲି ମୋତେ କାଳେ ମୂର୍ଖ କହିବେ ବୋଲି ବାଧ୍ୟ ହେଇକି ମୁଁ ଏମିତି କରିଛି। ସେଠୁ ସେନାପତିଙ୍କୁ ପଚାରିଲେ, କୋଟୱାଳ ସମସ୍ତେ କହିଲେ ନା ଆମକୁ କିଛି ଦେଖାଯାଉନି। ରାଜାଙ୍କୁ ଭାରି ଲାଜ ମାରିଲା। ସେ କହିଲେ, ଆରେ କ'ଣ ସମସ୍ତେ କ'ଣ ମୂର୍ଖ, ତା ମାନେ ମୁଁ କିଛି ପିନ୍ଧିନି ଆସିଛି ଆଉ। ରାଜା କ'ଣ କରିବେ, ତରବରରେ ସବାରି ଭିତରେ ଲୁଚିକି ବସିଲେ। ଚାଲ ଜଲ୍ଦି ଦରବାରକୁ ଫେରି ଚାଲ। ଦରବାରକୁ ଫେରିକି ଆସିଲେ। ଡକାଅ ସେ ଦରଜି ଦିଟାକୁ, ମୁଁ ତାଙ୍କୁ ଆଜି ମୁଣ୍ଡ କାଟ କରିବି। କହିଲା ବେଳକୁ ଦରଜି ଦିଟା ତ ଜାଣିଛନ୍ତି ଏ କଥା। ସେ ସୁନା ଥାଳି ଫାଳି ସବୁ ନେଇ ଯଥାଶୀଘ୍ର ସେମାନେ ରାଜ୍ୟ ଛାଡ଼ି ବାହାରକୁ ପଳେଇଛନ୍ତି। ରାଜା ବିଚରା ଲାଜ ସରମରେ ଆଉ ବାହାରି ପାରିଲେନି। ମନ୍ତ୍ରୀଙ୍କୁ କହିଲେ, ମହାମନ୍ତ୍ରୀ ଏମିତି କ'ଣ କରୁଛ ମୋତେ? ମନ୍ତ୍ରୀ କହିଲେ, ମହାରାଜା ଆପଣ ତ ଜିଦ୍ କରୁଛନ୍ତି ସବୁ କଥାରେ ଆଉ। ସେଇଦିନଠୁ ରାଜା କହିଲେ, ଆଉ ମୁଁ ଜିଦ୍ କରିବିନି, କିଛିଟା ମୁଁ ବି ଜ୍ଞାନ ଅର୍ଜନ କରିବି, ଏତେ ଆଉ ମୂର୍ଖାମି କଲେ ହବ ନାହିଁ। କହିକି ସେ ତାଙ୍କର ଆରାମସେ ରାଜ୍ୟ ପୁଣି ଠିକ୍ ଠାକ୍ରେ ଚଲାଇଲେ। ଯାହା କରିବେ ମନ୍ତ୍ରୀଙ୍କୁ, ଜ୍ଞାନୀମାନଙ୍କୁ ପଚାରିକି କରିବେ। ଆଜି ପାଇଁ ମୋ କଥାଟି ସରିଲା। ଫୁଲ ଗଛଟି ମରିଲା। କ'ଣ ବୁଝିଲ ପିଲାମାନେ? ଜ୍ଞାନ ନଥିଲେ କେତେ ଅସୁବିଧାରେ ପଡ଼ିବାକୁ ପଡ଼େ ଦେଖିଲ ତ।